ପାଇଲେ ଯିସି ଲେଖାଗଲା ଯିସିର ଗଣ୍ଡିରୁ ଏକ ପଲ୍ଲବ ନିର୍ଗତ ହେବ, ତାହାର ମୂଳରୁ ଏକ ଶାଖା ଉତ୍ପନ୍ନ ହୋଇ ଫଳ ଫଳିବ, ଆଉ ତାଠାରେ 7ଟି ଆତ୍ମା ଥିବେ। କଣ କଣ ସେଇ 7ଟି ଆତ୍ମା? ସଦାପ୍ରଭୁଙ୍କ ଆତ୍ମା, ଜ୍ଞାନର ଆତ୍ମା, ବିବେଚନାର ଆତ୍ମା, ମନ୍ତ୍ରଣାର ଆତ୍ମା, ପରାକ୍ରମର ଆତ୍ମା, ବୁଦ୍ଧିର ଆତ୍ମା, ଆଉ ସଦାପ୍ରଭୁ ବିଷୟକ ଭୟର ଆତ୍ମା। ଖ୍ରୀଷ୍ଟଙ୍କ ଠାରେ এই 7ଟି ଯାକ କ୍ୱାଲିଟି ଥିଲା। এই 7ଟି ଯାକ ଆତ୍ମାଙ୍କର ସ୍ୱରୂପ ତାଙ୍କ ଠାରେ ବାସ କରୁଥିଲା। ତାଙ୍କ ଶରୀର ମଧ୍ୟରେ ଈଶ୍ୱରତ୍ଵ ବାସ କରୁଥିଲେ, ସମ୍ପୂର୍ଣ୍ଣ ଈଶ୍ୱରତ୍ଵ, କୌଣସି ଆଂଶିକ ନୁହେଁ। ଆପଣମାନେ ଯଦି ବିଜାତୀୟ ମାନଙ୍କ କନସେପ୍ଟକୁ ଦେଖିବେ, ସେମାନଙ୍କର ଯୋଉ ଦେବଗଣ ଅଛନ୍ତି, କିଏ ତ 4ଟା କଳାରେ ଜାତ, କିଏ 8ଟି କଳାରେ ଜାତ, କିଏ 16 କଳାରେ ଜାତ, କିଏ 64 କଳାରେ ଜାତ। ଏଇପରି ସେମାନେ ଦେବତା ମାନଙ୍କର କ୍ୟାଟେଗୋରୀ କରନ୍ତି ଯେ ତା ପାଖରେ କେତୋଟି କଳା ଅଛି। ସେ କଳା ଗୁଡିକ ସେମାନେ ଗଣନା କରନ୍ତି ଏପରି ପୁଷ୍ଟି, ତୁଷ୍ଟି, କାନ୍ତ, ଚନ୍ଦ୍ର, ଶାନ୍ତ, ବୀର, ଭୟାନକ, ବିଭତ୍ସ, ଏପରି ତାଙ୍କର କଳା ଗୁଡିକ ରହିଛି। ସେ ବିଷୟରେ ଆଜି ମୁଁ ଆପଣଙ୍କୁ ଶିକ୍ଷା ଦେବାକୁ ଚାହୁଁନି, ତେଣୁ ମୁଁ ଆଉ ଟିକେ ଆଗକୁ ବଢିବାକୁ ଚାହେଁ। ଖ୍ରୀଷ୍ଟଙ୍କ ଠାରେ ସମ୍ପୂର୍ଣ୍ଣ ଈଶ୍ୱରତ୍ଵ ଥିଲା, କୌଣସି ଆଂଶିକ ନୁହେଁ। ସେ ନିଜେ ସ୍ୱୟଂ ଥିଲେ, ସ୍ୱୟଂଭୂ ପରମେଶ୍ୱର। ସେ ଆପଣା ସ୍ୱରୂପରେ ଓହ୍ଲେଇଲେ, ଆଉ 7ଟି ଯାକ ଆତ୍ମାଙ୍କୁ ଆମେ ଦେଖୁଛେ ତାଙ୍କ ଠାରେ ବାସ କରୁଥିଲେ। ତେବେ ସପ୍ତ ଶୃଙ୍ଗ 7ଟି ମଣ୍ଡଳୀକୁ ବୁଝାଏ, ଆଉ ତାଙ୍କର 7ଟି ଗାରିମାକୁ ବୁଝାଏ, ଯାହା ଘୋଷଣା ହେଉଥିଲା ସ୍ୱର୍ଗରେ। ଦ୍ୱିତୀୟରେ 7ଟି ଚକ୍ଷୁ, ଏହା ରିପ୍ରେଜେଣ୍ଟ କରୁଛି 7ଟି ଦୂତଙ୍କୁ, ଯେଉଁମାନେ 7ଟି ମଣ୍ଡଳୀ ପାଇଁ ବଛା ଯାଇଛନ୍ତି। ପୁଣି ତାହା ରିପ୍ରେଜେଣ୍ଟ କରୁଛି ଖ୍ରୀଷ୍ଟଙ୍କ 7 ଆତ୍ମାଙ୍କୁ, ଯାହାକି ଆମେ ଦେଖିଲେ ଯୀଶୁଙ୍କ ଗଣ୍ଡିରୁ ବାହାରିଥିବା ବ୍ୟକ୍ତିଙ୍କ ପାଖରେ এই 7ଟି ଯାକ କ୍ୱାଲିଟି ଥିଲା। ତେବେ 2ଟି କ୍ୟାରେକ୍ଟରକୁ ଆମେ ଦେଖୁଛେ। ଗୋଟିଏ ସେ ସିଂହ, ଜିହୁଦା ସିଂହ ଅଟନ୍ତି, ଆଉ ଗୋଟେ ଜାଗାରେ ଆମେ ଦେଖୁଛୁ ସେ ମେଣ୍ଢା ପରି ଅଟନ୍ତି, ହତ ହେଇଥିବା ମେଣ୍ଢା ପରି। ଜୋହନ ଦେଖିବାକୁ ଚାହୁଁଥିଲେ ସିଂହକୁ, କିନ୍ତୁ ଦେଖିଲେ କାହାକୁ? ମେଣ୍ଢାକୁ, ମେଷ ଶାବକକୁ। ତେବେ ଜୋହନଙ୍କ ମନରେ ବି ଇଚ୍ଛା ଥିବ ଯେ ମୁଁ ଚାହୁଁଛି ଗୋଟେ ବିଷୟ ଦେଖିବାକୁ, ଯେ କି ସେ ପୁସ୍ତକକୁ ଫିଟେଇବା ପାଇଁ ବଳବାନ ଅଟନ୍ତି, ସାମର୍ଥ୍ୟବାନ ଅଟନ୍ତି। ସେ ମେଣ୍ଢା ପରି ଦେଖାଯାଉଛନ୍ତି କାହିଁକି? କାରଣ ଆମମାନଙ୍କର ପାପ ସକାଶୁ ବଳୀକୃତ ହେବା ପାଇଁ ଜଗତର ପତନାବଧି ପୂର୍ବରୁ ତାହାଙ୍କୁ ରଖାଗଲା, ଯେପରି ସେ ଆମମାନଙ୍କ ଜୀବନର ପାପକୁ ନିଅନ୍ତି, ଆମମାନଙ୍କ ସକାଶେ ସେ ବଳୀକୃତ ହୁଅନ୍ତି, ଆମମାନଙ୍କ ସକାଶେ ସେ ହତ ହେବେ। କାରଣ ସିଂହ ହତ ହେଇପାରିବ ନାହିଁ। ସିଂହ କାହାକୁ କୁହାଯାଏ ଜାଣିଛନ୍ତି? ସିଂହ କାହାକୁ କୁହାଯାଏ? କିଏ କହିପାରିବେ? ସିଂହ